ମୁଁ ଲିପିକା ସ୍ୱାଗତ କରୁଛି ହିଡେନ୍ ଇନ୍ ଦ ନେଚରରେ। Hi Lipika, welcome you in the Hidden in the Nature. ମୁଁ ଗୋଟେ ବିଷୟ ପାଖକୁ ଆପଣମାନଙ୍କୁ ନେଉଛି। And I'm taking your thing. ଦେଖନ୍ତୁ ଏ ଘରର ଚତୁଃପାର୍ଶ୍ୱରେ ବାଡ଼ ଦିଆଯାଇଛି। And you can see that there are fencing around here. ତାହା କଣ୍ଟାରେ ପୂର୍ଣ୍ଣ କଣ୍ଟା ବାଡ଼ ଦିଆଯାଇଛି। And it has been fenced by these wires. ଦେଖନ୍ତୁ କଣ୍ଟା ଗୁଡ଼ିକ ରହିଛି। And you can see these fencing wires. ଏହାକୁ ଘରକୁ ସୁରକ୍ଷା ଦେବା ପାଇଁ ବାଡ଼ ଲଗାଯାଇଛି। And it is there for the protection of the house. ଆପଣମାନେ ଜାଣନ୍ତି And you know, ଯେଉଁମାନେ ପାଚେରୀ କରନ୍ତି and the one who make boundaries, ସେ ପାଚେରୀ ଉପରେ କାଚ ଗୁଡ଼ିକ ଲଗାଯାଇଥାଏ। and they keep the glasses over the top of the boundaries କାହିଁକିନା ସେ ଘର ଭିତରୁ କୌଣସି ଚୋର ପଶିପାରିବେ ନାହିଁ। so that no robber can enter inside the house. କୌଣସି ଦୁଷ୍ଟ ଲୋକମାନେ ତା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। And no any bad people can enter the house. ପାଚେରୀ ଦିଆଯାଇଥାଏ, And the boundary is there, ତା ଉପରେ ମଧ୍ୟ କାଚକୁ ଭାଙ୍ଗିକିନା ଲଗାଯାଇଥାଏ। and glasses are spread over it. ଚାଲନ୍ତୁ ଏଇ ବିଷୟ ନେଇ ଆମେ କଥାବାର୍ତ୍ତା ହେବା। Can let us talk about this. ବାଡ଼ ବିଷୟରେ ଆଜି ଆମେ ଚିନ୍ତା କରିବା। And we will discuss about the fencing. ମୁଁ ଗାଁରେ ଆମର ବହୁତ ଲୋକଙ୍କର ଚତୁଃପାର୍ଶ୍ୱରେ ଘର ଚତୁଃପାର୍ଶ୍ୱରେ ବାଡ଼ ଗୁଡ଼ିକ ଦେଖିଛି। And in our village, I have seen many people, they are doing fence around their houses. ବଗିଚା ଚାରିପଟେ ମଧ୍ୟ ବାଡ଼ ଦେଖିଛି। Even they have done with their garden. କେଉଁମାନେ ସାଧାରଣ ବାଡ଼ିରେ ତ ବାଡ଼ କରନ୍ତି, And someone has done generally with some sticks. କିନ୍ତୁ ଅନେକ ଲୋକମାନେ ପ୍ରାୟ କଣ୍ଟା ବାଡ଼ ଗୁଡ଼ିକ ଦେଇଥାନ୍ତି। But most of the people have done fencing through these wires. ତାପରେ ମୁଁ ଚିନ୍ତା କରୁଥିଲି କାହିଁକି ସାଧାରଣ ବାଡ଼ ଗୁଡ଼ିକ ଭିତରେ ଗାଈମାନେ ପ୍ରବେଶ କରିଦିଅନ୍ତି। And I was thinking that how come the cow are entering the fences which are made through sticks, କିନ୍ତୁ ଯାହାର କଣ୍ଟା ବାଡ଼ ଗୁଡ଼ିକ ଅଛି but the one who is having these wires, ତା ଭିତରେ କୌଣସି ପ୍ରକାର ଗାଈ ପ୍ରବେଶ କରିପାରନ୍ତି ନାହିଁ। no cow are able to enter into it. ତାହା ଗୋଟେ ବିଶେଷ ଚିନ୍ତାର ବିଷୟ ମୋର ହେଇଗଲା। And it was a very crucial point to me to think about that. ମୁଁ ଭାବିଲି ଯେ ଅନ୍ୟ ଲୋକ ଯଦି କଣ୍ଟା ବାଡ଼ ଦେଇଥାନ୍ତା And I was thinking that if any other could have done it, ତାହେଲେ ସେଇ ବାଡ଼ ଭିତରକୁ ସେ ବଗିଚା ଭିତରକୁ ସେ ଗାଈଟି ପ୍ରବେଶ କରିପାରିନଥାନ୍ତା। so maybe the cow could not have entered it. ଯେଉଁମାନେ କଣ୍ଟା ବାଡ଼ ଦିଅନ୍ତି And the one who are doing this wire fencing, ତାଙ୍କର ଘର ସୁରକ୍ଷିତ ରହେ, and their house are protected, ତାଙ୍କର ବଗିଚା ସୁରକ୍ଷିତ ରହେ। their garden are secured. ଆଉ ପ୍ରଭୁ ସେଇ ବିଷୟରୁ ଆଜି ମୋତେ ଶିଖଉଥିଲେ। And God was teaching me from that. ମାଥ୍ୟୁ 5:44 ଅନୁସାରେ According to book of Matthew chapter 5 verse 44. ଆଉ ଯୀଶୁ ନିଜେ ଶିଷ୍ୟମାନଙ୍କୁ କହିଲେ, And Jesus told to his disciples, କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। but I say to you, love your enemies and pray for those who persecute you. ସେଦିନ ଯୀଶୁ ନିଜର ଶିଷ୍ୟମାନଙ୍କୁ ଆଉ ସେ କଥା କହୁଛନ୍ତି। And on that day Jesus was saying to his disciples, ସେ ପର୍ବତ ଉପରକୁ ଆରୋହଣ କରିଛନ୍ତି and he has descended upon the mountain, ଆଉ ତାଙ୍କ ଶିଷ୍ୟମାନଙ୍କ ସହିତ ସେ କଥୋପକଥନ କରୁଛନ୍ତି। and he is talking with his disciples. ଆଉ ସେ ସେଇ ଲୋକମାନଙ୍କୁ କହିବାକୁ ଇଚ୍ଛା କରନ୍ତି And he wants to say this thing to his people, ଯେଉଁ ଲୋକମାନେ ଈଶ୍ୱରଙ୍କ ଆଜ୍ଞାକୁ ପାଳନ କରନ୍ତି। the one who obeys the commandments of God. ଆଜି ଯେଉଁ ମୁଁ ଆପଣମାନଙ୍କୁ ଏଇ ସମସ୍ତ ବିଷୟ ପ୍ରକାଶ କରୁଛି, And all these things which I have been presenting to you, ସମସ୍ତେ ଏଇ ବିଷୟ ମାନିବେ ନାହିଁ, all will not accept it, ମାତ୍ର ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, but the one who love God, ଯେଉଁମାନେ ଈଶ୍ୱରଙ୍କୁ ଭୟ କରନ୍ତି, the one who fear God, ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି, and the one who obeys the commandments of God, ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟବର୍ତ୍ତୀ ଅଟନ୍ତି, and the one who are closely walking with Jesus, ସେମାନେ ହିଁ ଏଇ ବାକ୍ୟକୁ ପାଳନ କରିବେ। and they will only accept this word. ତେବେ ଚାରିପଟରେ କଣ୍ଟା ବାଡ଼ ରହିବା ନିହାତି ଆବଶ୍ୟକ। And it is very necessary to have fence around us. ଯେତେବେଳେ ଆମେ ବଗିଚାରେ ବିଭିନ୍ନ ପ୍ରକାର ଫୁଲ ଲଗେଇଥାଉ, And in a garden, when we plant different type of flowers, ଯଦି କୌଣସି ପ୍ରକାର ପଶୁ ମାନେ ତା ଭିତରେ ପ୍ରବେଶ କରନ୍ତି, if any animals are entering into it, ତାହେଲେ ଆମମାନଙ୍କର ସମସ୍ତ ବିଷୟ ନଷ୍ଟ ହେଇଯାଏ। and all our things get destroyed. ଯଦି ଆମେ କଣ୍ଟା ବାଡ଼ ଦେଇଦେଉ, And when we are
doing fence with the wire, ତାହେଲେ ଆମମାନଙ୍କର ସେ ଫୁଲ ଗଛ ଗୁଡ଼ାକ ବହୁତ ଭଲ ଭାବରେ ରହେ। and our flower trees are very much fruitful. ଯଦି ଆମମାନେ ପାଚିରି ଉପରେ କାଚ ଭଙ୍ଗା କାଚ ଗୁଡ଼ା ଦେଇଥାଉ And if we put the broken piece of glasses up on the top of the boundaries, ତାହେଲେ ଆମମାନଙ୍କର ଘର ଚୋରମାନଙ୍କ ମେଳରୁ ରକ୍ଷା ପାଇଥାଏ। and so we are saved from the attack of the theft. ଆଜି ଆମମାନଙ୍କ ଜୀବନରେ ପ୍ରଭୁ ଚତୁଃପାର୍ଶ୍ୱରେ ସେହି ପ୍ରକାର କଣ୍ଟାଯୁକ୍ତ ଲୋକମାନଙ୍କୁ ରଖିଛନ୍ତି। And same like this, God has kept the thorny people around us. ଯଦି ଆମେମାନେ ଭାବୁଛୁ ଯେ ଆମମାନଙ୍କୁ ଇଏ କଷ୍ଟ ଦେଉଛି, ସେ ପଡ଼ୋଶୀ କଷ୍ଟ ଦେଉଛି, ମୋର ଶାଶୁ କଷ୍ଟ ଦେଉଛି, ମୋ ଶ୍ୱଶୁର କଷ୍ଟ ଦେଉଛି, ଏ ପ୍ରକାର ଲୋକମାନଙ୍କୁ ଆମମାନେ ଭାବୁଛୁ ଯେ ସେ ଆମମାନଙ୍କୁ କଷ୍ଟ ଦେଉଛନ୍ତି, And if we are thinking that this people is hurting me, my mother-in-law is saying to me, my son is saying to me, my father is saying to me, ତାହେଲେ ପ୍ରିୟମାନେ ଆଜି ସେଇ କଣ୍ଟା ବାଡ଼ ଆମମାନଙ୍କ ଚତୁଃପାର୍ଶ୍ୱରେ ପ୍ରଭୁ ଦେଇଛନ୍ତି। so God has planted such people around us. ଆମମାନଙ୍କର ବେଢ଼ା ସେ କଣ୍ଟାଯୁକ୍ତ ଲୋକମାନଙ୍କ ଦ୍ୱାରା ପରିବେଷ୍ଟିତ। And our surrounding is fenced by such people around us. ଆମମାନେ ଭାବୁଛୁ ଯେ ସେଇ ଲୋକର ଜଲ୍ଦି କ୍ଷତି ହେଇଯାଉ, ସେ ମରିଯାଉ କିମ୍ବା ଆମ ପାଖରୁ ଚାଲିଯାଉ, We are thinking ill about such people, କିନ୍ତୁ ଯଦି ସେଇ ପ୍ରକାର ଲୋକ ଆମମାନଙ୍କ ଜୀବନରେ ନାହାନ୍ତି but if these people are not in our lives, ତାହେଲେ ଆମମାନଙ୍କ ଜୀବନରେ ଚୋର ଆସିବ, so definitely thief will come into our life. ଆମମାନଙ୍କ ଜୀବନରେ ଆଉ ସେ ପଶୁ ଗୁଡ଼ିକ ଆସିବେ, And definitely such animals will come into our life ଆମକୁ ନଷ୍ଟ କରିବେ, to destroy us, ଆମର ପରିବାରକୁ ନଷ୍ଟ କରିବେ, to destroy our family, ଆମର ପିଲାମାନଙ୍କୁ ନଷ୍ଟ କରିଦେବେ। to destroy our children's. ସେଥିପାଇଁ ଯଦି ଆମମାନଙ୍କ ଜୀବନରେ କଣ୍ଟା ବାଡ଼ ନାହିଁ So if these thorny peoples are not around us, ତାହେଲେ ଆମେ ସୁରକ୍ଷିତ ନାହୁଁ। so we are not safe. ତେବେ କଣ୍ଟାଯୁକ୍ତ ଲୋକମାନେ କାହିଁକି ଆମ ଚତୁଃପାର୍ଶ୍ୱରେ ପ୍ରଭୁ ଦେଇଛନ୍ତି? Why God has planted such people around us? ଆପଣ ଭାବନ୍ତୁ ତ, Just think for a minute. ଯେତେବେଳେ ଆମେ ମାନେ ଖୁସି ଆନନ୍ଦରେ ରହୁଛୁ, When we are happy, ଆମେ କେତେ ପ୍ରଭୁଙ୍କ ନିକଟବର୍ତ୍ତୀ ହେଉଛୁ। are we close to God at that time? ଯଦି ଆମମାନଙ୍କର ପାଖରେ କଷ୍ଟଦାୟକ ଲୋକମାନେ ରହିଛନ୍ତି, If people are there who are hurting us, ତାହେଲେ ଆମେ ପ୍ରଭୁଙ୍କ ନିକଟକୁ ଚାଲି ଆସୁଛୁ। at that time we come close to God. ଆମେ ପ୍ରାର୍ଥନା କରୁଛୁ, We pray, ଆମେ ବାକ୍ୟ ପଢୁଛୁ, we read Bible, ଆମେ ମାନେ ପ୍ରଭୁଙ୍କ ନିକଟବର୍ତ୍ତୀ ହେଉଛୁ। and we are coming more closer to God. ପ୍ରିୟମାନେ ଗୋଟେ ବିଷୟ ଚିନ୍ତା କରନ୍ତୁ, Please think for a minute. ଯଦି ଆମମାନଙ୍କୁ ସଂଶୋଧନ କରିବା ପାଇଁ କେହି ନାହାନ୍ତି, If there is no one to rectify us, ଯଦି ଆମମାନଙ୍କୁ କଷ୍ଟ ଦେବା ପାଇଁ କେହି ନାହାନ୍ତି, if there is no one to hurt us, ତାହେଲେ ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବାନି। so we cannot come close to God. ଆମେ ମାନେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିପାରିବା ନାହିଁ, We cannot pray to God, ଆମେ ପ୍ରଭୁଙ୍କର ନିକଟରେ ଯାଇ ନିଜର କଥା କହିପାରିବା ନାହିଁ। and we cannot come close to God and tell our personal things. ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ, That's why Jesus said, ଯେଉଁମାନେ ତୁମକୁ କଷ୍ଟ ଦିଅନ୍ତି the one who persecute you, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। pray for them. ଆଜି ଆପଣମାନଙ୍କୁ ସିଦ୍ଧ କରିବା ପାଇଁ, To make you perfect, ଆଜି ଆପଣମାନଙ୍କୁ ପ୍ରଭୁଙ୍କ ନିକଟବର୍ତ୍ତୀ କରିବା ପାଇଁ to make more closer to God, ସେଇ କଣ୍ଟାଯୁକ୍ତ ମନୁଷ୍ୟମାନଙ୍କୁ ଆମମାନଙ୍କର ଚତୁଃପାର୍ଶ୍ୱରେ ଦିଆଯାଇଛି। God has kept those thorny people around us. ଆପଣମାନଙ୍କୁ ଯେଉଁମାନେ କଷ୍ଟ ଦେଉଛନ୍ତି, The one who are hurting you, ସେମାନେ ଆମକୁ ପ୍ରଭୁଙ୍କ ନିକଟବର୍ତ୍ତୀ କରିବାରେ ସାହାଯ୍ୟ କରୁଛନ୍ତି। they are helping us to push us to more closer to God. ସେମାନଙ୍କ ହୃଦୟ ଆମମାନଙ୍କ ପାଇଁ କଠିନ କରାଯାଇଛି। And for us, their heart are being hardened. ସେମାନେ ଆମକୁ ସିଦ୍ଧ କରିବା ପାଇଁ ସାହାଯ୍ୟ କରୁଛନ୍ତି, They are helping us to be perfect, କିନ୍ତୁ ସେମାନେ ଜାଣିନାହାନ୍ତି, but they don't know. ସେମାନେ ପ୍ରଭୁଙ୍କ ପ୍ରେମକୁ ଆସ୍ୱାଦନ କରିନାହାନ୍ତି। They have not tasted the love of God କାହିଁକି ନା ପ୍ରଭୁ ତାଙ୍କ ହୃଦୟକୁ କଠିନ କରିଛନ୍ତି। because their heart are being hardened, ସେମାନେ ପ୍ରଭୁଙ୍କ ଲୋକମାନଙ୍କୁ କଷ୍ଟ ଦେବା ପାଇଁ ମନୋନୀତ କରାଯାଇଛନ୍ତି। and they are being appointed to hurt the people of God. ପ୍ରଭୁ ଆଜି ତାଙ୍କର ପ୍ରେମକୁ ଆମକୁ ପ୍ରକାଶ କରିବାକୁ ଦେଇଛନ୍ତି। And God has shown His love to us. ଝିଅମାନେ ଆପଣମାନଙ୍କୁ କଷ୍ଟ ଦେଉଛନ୍ତି, The one who are hurting you, ସେମାନେ କଷ୍ଟ ଦେଉନାହାନ୍ତି ପ୍ରିୟମାନେ, they are not hurting you ମାତ୍ର ସେମାନଙ୍କ ହୃଦୟ କଠିନ ହେଇଥିବା ହେତୁ ସେ ଆମମାନଙ୍କୁ କଷ୍ଟ ଦେଉଛନ୍ତି। because of their stony hearted, they are hurting us. ଆଜି ସେଇ ଲୋକମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରିବା। And today we will pray for those people. ସେଇ କଣ୍ଟାଯୁକ୍ତ ବାଡ଼ ଲୋକମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରିବା, And we will pray for those people who are hurting us. ଯେଉଁମାନଙ୍କ ନିମନ୍ତେ ଆଜି ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ହେଇଛୁ, And for one who are helping us to go closer to God. ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବା।
we will pray for them. जदि से माने कष्ट न दियन्ते If they don't hurt आमने us, प्रभु को निकटवर्ती हेइ परिबा we cannot go to God. सेति पुनर्बार प्रभु यीशु ख्रीष्ट कहले And that's why Jesus said again, जो माने तुमको ताड़ना दियन्ते the one who persecute you, सेमान को निमित्त प्रार्थना करो pray for them. आसन्त प्रार्थना करिबा Come, let us pray. धन्यवाद प्रशंसा पाइबार एकमात्र योग्य पवित्र पिता परमेश्वर पिता Thank you, Heavenly Father, who are all glory and honor to you. तिमी आमानको अनुग्रह गरिएछ You have shown your grace upon us. तिमी आमानको चतुर्पार्श्वरे ताडनाकारी मानको रखिएछ You have kept such thorny people around us, O Lord, जे प्रेम तुम निकटवर्ती हेबु that we can come closer to you. हमर गृह सुरक्षित रहिबो Our house will be safe. आमानकर बगीचा सुरक्षित रहिबो Our garden will be safe. आमे माने तुम निकटवर्ती हे हो As we are going more closer to तुम you, निकटरे प्रार्थना करी होबाको परि बाबा help us that we can pray more. तुमे सहाय्य गरिदियो Help us, O Lord. प्रभु जो माने आज कंटा बाडो हेकि रहिछन्ती And the one who are like those thorny सेमानको निमन्ते fences, हामीले प्रार्थना we गरियो are praying for those people. सेमानको मध्ये तुमरी प्रेमको आस्वादन करिबा पाइ दियो Yes, Father, help them to taste your love जे परि तिमी आमानको प्रेम गरियोछ as you have loved us. सेही प्रकार सेमाने तुमको प्रेम करिबा पाइ सिखिबे बाबा Help them that they can love you, O Lord. तुमे सहाय्य गरिदियो Help, O Lord. तुमे अनुग्रह गरिदियो Have grace upon them. तुमे दया गरिदियो पिता Have mercy upon them. जो माने आमानको ताडना करन्ती The one who are persecuting us, सेमानको निमन्ते प्रार्थना we गरियोछ pray for them, O Lord. सेमाने तुमको जानन्तु पिता Let them know you. तुम निकट रांठे पडन्तु पिता Let them kneel down before you. तुमको जानन्तु बाबा Let them know you, कारण Lord, दुर्दिन आସୁଅଛି because days are coming. प्रभु तुमे समस्तଙ୍କୁ तुम निकटवर्ती करो Yes, Father, help them, they can come closer to you. तुमे आमानको ए नेचर भितरु शिक्षा दउछ ବୋଲି धन्यवाद दउछ Thank you, Father, for teaching from your attributed प्रभु ए things, वाक्य जेपरि हृदय स्पर्शी हेबो that this message may be a heart-touching message, O Lord. सेथिपय तुमे सहाय्य करो Help us, O Lord. तुम लोकमानको तुमे परिवर्तित करो Bring the revival in the life of those people. तुमे दया करो Have mercy upon them. जिनो राज्य तुमरो पराक्रम तुमरो गौरव तुमरो All glory and honor to you. समस्त प्रार्थना निवेदन जिसुको नाममा All this prayer I ask in the name of Jesus.